ସମସ୍ତେ ସ୍କୁଲ ଆସିଛ? ସମସ୍ତେ ଖାଇକି ଆସିଛ? ହାତ ଦେଖିଲ ମୁଁ କ'ଣ ଖାଇକି ଆସିଛି? ତମେ ଖାଇଛ ଦେଶ ରାଜ୍ୟ ବିଷୟରେ ଆଜି କିଛି ଗୀତ ବୋଲିବା। बोलिए ओडिया राइजे आमरी घर आम राजधानी भुवनेश्वर ओडिया राइजे आमरी घर आम राजधानी भुवनेश्वर देश कौन आम राज्य कौन आम ओडिशा कि जिला एमती सब विषय आज आम जाना जातिर फूल कौन जातिर फल कौन जातिर पशु कौन ये सब विषय आज आम जाना आम देशर नाम भारत देशर नाम आम देशर नाम भारत कौन देशर राजधानी नाम देशर
ନୂଆଦିଲ୍ଲୀ। ଭାରତର ରାଜଧାନୀ କିଏ? ଦିଲ୍ଲୀ, ନୂଆଦିଲ୍ଲୀ। ଆମ ଭାରତର କେତୋଟି ରାଜ୍ୟ ଅଛି? 28ଟି। ଆମ ଜାତିର ପିତା କିଏ? ମହାତ୍ମା ଗାନ୍ଧୀ। ଜାତିର ପିତା କିଏ? ହଁ। ଆମ ଦେଶରେ କେବେ ସ୍ୱାଧୀନତା ହୋଇଥିଲା? ଅଗଷ୍ଟ 15, 1947 ମସିହା। ଅଗଷ୍ଟ 15, 1947 ମସିହା। ତାହେଲେ ଆମେ ଯେତେବେଳେ ଅଗଷ୍ଟ 15 କୁ ଆମେ କ'ଣ ସ୍ୱାଧୀନତା ଦିବସ ରୂପେ ପାଳନ କରୁଛନ୍ତି ନା ନାଇଁ କି? ଆମ ଦେଶରେ ଜାତୀୟ ପଶୁ ନାମ କ'ଣ? ଆମ ଦେଶର ଜାତୀୟ ଫଳର ନାମ କ'ଣ? ଆମ୍ବ। ଆମ ଦେଶର ଜାତୀୟ ସଂକେତର ନାମ କ'ଣ? ଅଶୋକ ସ୍ତମ୍ଭ। ଆମ ଦେଶର ଜାତୀୟ ସଂକେତର ନାମ କ'ଣ? ଅଶୋକ ସ୍ତମ୍ଭ। କ'ଣ? ଅଶୋକ ସ୍ତମ୍ଭ। ଆମ ଦେଶରେ ଜାତୀୟ ଫୁଲର ନାମ ପଦ୍ମ। ଆମ ଦେଶର ଜାତୀୟ ଖେଳର ନାମ ହକି। ଆମ ଦେଶର ଜାତୀୟ ପକ୍ଷୀର ନାମ ମୟୂର। ଆମ ଦେଶର ଜାତୀୟ ଫୁଲର ନାମ ପଦ୍ମ। ଜାତୀୟ ଫଳର ନାମ ଆମ୍ବ। ଜାତୀୟ ସଂକେତର ନାମ ଅଶୋକ ସ୍ତମ୍ଭ। ଜାତୀୟ ପଶୁର ନାମ ଆଉ କ'ଣ? ଜାତୀୟ ରଙ୍ଗ? ଜାତୀୟ ପତାକାର ନାମ ତ୍ରିରଙ୍ଗା ପତାକା। ବୁଝିପାରିଲ? ଆମେ କ'ଣ ଜାଣିଲେ ପିଲାମାନେ? ଆମେ କ'ଣ ଜାଣିଲେ? ଆମ ଦେଶ ବିଷୟରେ ଜାଣିଲେ? ବୁଝିପାରିଲ? ଭଲ ଲାଗିଲା? ମୁଁ ପଚାରୁଛି ତମେ କହିବ। ମୁଁ ପଢେଇଲି ମୁଁ ପଚାରି ପାରିବ। ବୁଝିପାରିଲ? ଆମ ଦେଶର ଜାତୀୟ ପକ୍ଷୀର ନାମ କ'ଣ? ହାତ ଟେକିବ। ଆମ ଦେଶର ଜାତୀୟ ପକ୍ଷୀର ନାମ ହାତ ଟେକିଲ। ମୟୂର। ଆମ ଦେଶରେ ଜାତୀୟ ଖେଳର ନାମ ହକି। ଆମ ଦେଶରେ ଜାତୀୟ ପତାକାର ନାମ ତ୍ରିରଙ୍ଗା। ଆମ ଦେଶରେ ଜାତୀୟ ଫୁଲର ନାମ ପଦ୍ମ। ଆମ ଦେଶରେ ଜାତୀୟ ସଂକେତର ନାମ ଅଶୋକ। ଆମ ଦେଶରେ ଜାତୀୟ ଫଳର ନାମ ଆମ୍ବ। ଆମ ଦେଶରେ ଜାତୀୟ ପଶୁର ନାମ ବାଘ। ଜାତୀୟ ପକ୍ଷୀର ନାମ ମୟୂର। ଜାତୀୟ ଫୁଲର ନାମ ପଦ୍ମ। ଜାତୀୟ ଫଳର ନାମ ଆମ୍ବ। ଜାତୀୟ ସ୍ତମ୍ଭର ନାମ ଜାତୀୟ ଖେଳର ନାମ ହକି। ଭଲ ଲାଗିଲା? ସମସ୍ତଙ୍କୁ ଭଲ ଲାଗିଲା? ମାନେ ଆଜି ଆମେ ଏହି ପଢ଼ାଟା ଏଇଠୁ ଶେଷ କରୁଛି।